ଜଣେ ରାଜା ତାଙ୍କ ସେନାପତିଙ୍କୁ କହିଲେ, ସମ୍ମୁଖରେ ଯାଇଥିବା ରାଜପଥରେ ଗୋଟିଏ ବଡ଼ ଚକି ପଥର ରଖ ଓ ଦୂରରୁ ଲୁଚିକି ଦେଖ ଯେ ସେଇ ପଥରକୁ ରାସ୍ତାରେ ଘୁଞ୍ଚେଇ ଦେଉଛି। ସେନାପତି ରାଜାଙ୍କ ଆଜ୍ଞା ଅନୁସାରେ ପଥରଟି ରଖିଲେ ଓ ଗୋଟିଏ ବୁଦାମୂଳେ ଲୁଚି ରହିଲେ। କିଛି ସମୟ ପରେ ସେହି ପଥ ଦେଇ କିଛି ଧନୀ ବ୍ୟବସାୟୀ ଆସିଲେ। ସେମାନେ ପଥରର ଚାରିପଟ ବୁଲି ଦେଖିଲେ, କିନ୍ତୁ କିଛି କଲେ ନାହିଁ। ତାପରେ ଅନେକ ଲୋକ ସେହି ପଥ ଦେଇ ଆସିଲେ। ସେମାନଙ୍କ ମଧ୍ୟରୁ କିଛି ଲୋକ ରାଜାଙ୍କର ନିନ୍ଦା କଲେ, କିନ୍ତୁ କିଛି କଲେ ନାହିଁ। ଶେଷରେ ଜଣେ ଚାଷୀ ଶଗଡ଼ରେ କିଛି ପରିବା ନେଇ ସେହି ପଥରେ ଆସିଲା। ସେହି ସ୍ଥାନରେ ରହିଲା, ପୁଣି ଅତି କଷ୍ଟରେ ପଥରଟିକୁ ରାସ୍ତା ଉପରୁ ବାହାର କରିଦେଲା, ଯେପରି ସେହି ପଥରେ ଯିବା ଆସିବା ଲୋକଙ୍କର ସମସ୍ୟା ନ ହୁଏ। ପଥର ଘୁଞ୍ଚାଇବା ସମୟରେ କ'ଣ ହେଲା ଜାଣନ୍ତି? ସେହି ପଥର ତଳେ ଚାଷୀ ଗୋଟିଏ ପୁଡ଼ିଆ ପାଇଲା। ସେ ପୁଡ଼ିଆ ଖୋଲି ଦେଖନ୍ତି ତ ତା ଭିତରେ ଅନେକ ସୁନାର ମୋହର ଅଛି। ପୁଣି ସେଥିରେ ଏକ ଛୋଟ କାଗଜ ଥିଲା, ଯେଉଁଥିରେ ରାଜା ଏ କଥା ଲେଖିଥିଲେ ଯେ ରାସ୍ତା ଉପରୁ ଚକି ପଥର ଉଠାଇବ ତା ନିମନ୍ତେ ରାଜାଙ୍କ ଠାରୁ ଏ ଉପହାର। ଗରିବ ଚାଷୀ ସେ ବହୁମୂଲ୍ୟ ଉପହାର ପାଇ ଆନନ୍ଦ କଲା। ସେ କେବଳ ଅନ୍ୟର ଉପକାର କରିବା ପାଇଁ ଚିନ୍ତା କରି ପଥରଟି ରାସ୍ତାରୁ ଘୁଞ୍ଚାଇ ଦେଲା, କିନ୍ତୁ ତା ନିମନ୍ତେ ଯେ ଏତେ ବଡ଼ ପୁରସ୍କାର ରଖାଯାଇଛି ତାହା ସେ ଜାଣିନଥିଲା। ଆଜି କ'ଣ ଆମେ ଉତ୍ତମ କାର୍ଯ୍ୟ କରିବା ନିମନ୍ତେ ଚେଷ୍ଟା କରୁଛୁ କି? ଆମମାନଙ୍କ ଆଶୀର୍ବାଦକାରୀ ଈଶ୍ୱର ବାଇବଲରେ ଏ କଥା କହନ୍ତି, ତୁମେମାନେ ଯାହା କିଛି କର ପ୍ରଭୁଙ୍କ ନିମନ୍ତେ କଲାପରି ଅନ୍ତର ସହ ତାହା କର, ମନୁଷ୍ୟ ନିମନ୍ତେ କଲାପରି ତାହା କର ନାହିଁ। ପ୍ରଭୁଙ୍କ ଠାରୁ ଉତ୍ତରାଧିକାରୀ ରୂପ ପୁରସ୍କାର ଯେ ପାଇବ, ଏହା ତ ତୁମେମାନେ ଜାଣ।